ସାଙ୍ଗମାନେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯାଜପୁର ଜିଲ୍ଲାର ବିକାଶ କିଏ କରିଛି ତାହେଲେ ଏ ଭାଇ ଜଣକ ଭିଡ଼ିଓଟି ଦେଖନ୍ତୁ, ଆପଣ ନିଶ୍ଚୟ ଜାଣିପାରିବେ। ଯାଜପୁର ଜିଲ୍ଲାର ବିଜେପି କର୍ମୀ ମାନଙ୍କୁ ମୁଁ ଆପଣଙ୍କୁ ଓପନଲି କହୁଛି ଶୁଣନ୍ତୁ। ଯାଜପୁରର ବିକାଶ କିଏ କରିଥିଲା? 30ଟା ଜିଲ୍ଲା ଭିତରେ ଯାଜପୁର ଜିଲ୍ଲାକୁ 1 ନମ୍ବରକୁ କିଏ ଆଣିଥିଲା? ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ କରିବାର ସୁବିଧା କିଏ କରିଥିଲା? ଯାଜପୁର ଜିଲ୍ଲାରେ ପ୍ରତ୍ୟେକଟି ବୃଦ୍ଧା ମଣିଷକୁ ଅସୁବିଧା ସୁବିଧାରେ କିଏ ପହଞ୍ଚିଥିଲା? ସେ ବିଜେପି ସରକାର ପହଞ୍ଚିଥିଲା? କାହିଁକି ନା ସେ ଭୋଟ ନେଲା ବେଳେ ପହଞ୍ଚୁଥିଲା। ଆଜ୍ଞା ଆପଣ ମତେ ଭୋଟ ଦିଅନ୍ତୁ, ପଖାଳ ଖାଇଦଉଥିଲେ, ଶୁଖୁଆ ଖାଇଦଉଥିଲେ, କୁରକୁରି ଖାଇକି ହଜମ କରିଦଉଥିଲେ। କିନ୍ତୁ ମୁଁ ଆପଣ ମାନଙ୍କୁ ଗୋଟେ କଥା କହୁଛି, ମନେ ରଖିଥାନ୍ତୁ, ଯେତେ ଚେଷ୍ଟା କରି ବବି ଦାସକୁ ବଦନାମୀ କଲେ ବି କେବେ ପାରିବେନି। କାହିଁକି କହିଲେ ସ୍ୱୟଂ ରାମଚନ୍ଦ୍ର ବି ଦିନେ ବନବାସ ଯାଇଥିଲେ 14 ବର୍ଷ, ତାପରେ ଆସିକି 14 ବର୍ଷ ପରେ ସେଇ ରାମଚନ୍ଦ୍ର ମକଡ ପିନ୍ଧିଲେ, ଅଯୋଧ୍ୟାର ରାଜା ହେଇଥିଲେ। ସେଥିଲାଗି ମୁଁ ଆପଣଙ୍କୁ ଓପନଲି ଚ୍ୟାଲେଞ୍ଜ କରୁଛି।